ଚିଙ୍ଗୁଡ଼ି ହେଲା ଖାଲି ପର୍ସନାଲ ଚିଙ୍ଗୁଡ଼ି ଯଦି ଖାଇବେ ମିଶେଇକି କିମ୍ବା ଗଛକୁ ଟଚ୍ ହବ ବୋଲେ ସେ ଗଛର ଦି ରସଟା ଘଣ୍ଟା ଭିତରେ ଶୁଖିଯିବ ସେ 2 ଘଣ୍ଟା ବନ୍ଦ। ଭିତରେ ସେ ଗଛଟା ପୁରା ମାନେ ଶୁଖିଯିବ ରସ ଗଲି ଯୋଉଟା କେମିକାଲ ଜିନିଷ ବିଅର ଫିଅର ମାରୁଛନ୍ତି ହାଡ଼ ଫାଡ଼ ସେ ଜିନିଷଟାରୁ ଏ ଜିନିଷ ଭଲ ଯାହା ଦେହକୁ ଯଦି ଧରିଲା ରସଟା ବହୁତ ଭଲ ସେମାନେ ମୋଟା ହୁଅନ୍ତି ଆଉ ଦେଶୀ ଭାଷାରେ କହିବା ସମ୍ପି ଯାଆନ୍ତି ହେଲା। ୱେଲକମ୍ ବ୍ୟାକ୍ ଟୁ ମାଇ ଚ୍ୟାନେଲ ଗୋପାଳନ ପ୍ରମିଳା ବ୍ଲଗ ଚ୍ୟାନେଲରେ ସ୍ୱାଗତ ଆପଣଙ୍କୁ। ତ ଆଜି ମୁଁ ଆପଣଙ୍କୁ ଦେଖାଇବି ଗୋଟେ ନିଆରା ଦୃଶ୍ୟଟା ଯେଉଁଟାକି ଆଦିବାସୀ ମାନଙ୍କର ହେଉଛି ସେ ଜିନିଷ ଦେଖେଇବି ଆପଣମାନେ ଦେଖନ୍ତୁ ଭିଡ଼ିଓ ଲାଷ୍ଟ ତ ଫାଇନାଲ ଗାଇଜ୍ ଆପଣ ଦେଖିଲେ ଯେତିକି ସିନ୍ଟା ତ ଆଦିବାସୀ ମାନଙ୍କର ଏଇଟା ଗୋଟେ ପରମ୍ପରା ହିସାବ କଥା ମାନେ ତାଙ୍କର ଗୋଟେ ଯୋଉଟା ସେମାନେ ଯୋଉ ଜିନିଷକୁ ମାନନ୍ତି ସେଇ ଜିନିଷ ଆକ୍ଚୁଆଲି ସତ୍ୟ ହୋଇଥାଏ। ଏ ଜିନିଷ ବାହାର ବାଲା ମାନନ୍ତୁ ବା ନ ମାନନ୍ତୁ ଆଜି ଗୋଟେ ସତ୍ୟ ଜିନିଷ ମୁଁ ଆପଣମାନଙ୍କୁ ଦେଖାଉଥିଲି ଏଇଟା କ'ଣ ସତ୍ୟତା ଅଛି ବୋଲି ଏପର୍ଯ୍ୟନ୍ତ ଭିଡ଼ିଓ ଦେଖି ସାରିଲେଣି କିନ୍ତୁ ଜାଣିନଥିବେ ମୁଁ ସତ୍ୟତା ପୁରାପୁରି କହିବି। ତ ଦେଖନ୍ତୁ ଏଇଟା ଯୋଉ ଗଛ ଦେଖେଇଲି ଏଇଟା ହେଉଛି ସଲପ ଗଛ ଆଉ ଯୋଉ ହାଣ୍ଡିଟା ଅଛି ଏଇଟା ତାର ରସ କଟା ହେଇଛି ଆଉ ଗଛ ଚଢ଼ିକିରି ଆଣୁଥିଲେ ତ ଦେଖେଇଥିଲି ତା ପୂର୍ବରୁ ହେଲା। ଏଇଟେ ଦାଦି ଟିକେ କହୁନି କ'ଣ ସତ୍ୟ ଅଛି ଏ ଗଛ ମାନେ ଆଦିବାସୀ ଲୋକମାନେ ଗଛମାନଙ୍କୁ ପୂଜା କରୁଛନ୍ତି ତ ଗଛ ଭିତରେ ବୋଲେ ଜୀବନ ଅଛି ତ ଜୀବନ ଥିଲେ କି ନଥିଲେ ଗୋଟେ ସତ୍ୟତା ବି ଅଛି ଗଛ ଭିତରେ ତ ସେ ସତ୍ୟ ଗଛ ହେଉଛି ସଲ୍ପ ଗଛ ଏ ଜିନିଷ ଆଦିବାସୀ ମାନେ ଜାଣିଛନ୍ତି ଆଉ ପ୍ରାୟ ଆଦିବାସୀ ପାଖାପାଖି ଯେଉଁ ଲୋକମାନେ ଚଳାଚଳି ହେଉଛନ୍ତି ସେମାନେ ଜାଣିଛନ୍ତି। ତମେ ଟିକେ କହିଦିଅ ଟିକେ କ'ଣ ଅଛି ବୋଲି ଆଉ ଇଏ ତ ତଳେ ଥିଲା ମୂଳରେ ଆଉ ମୂଳରେ ଉପରକୁ ନେଲା ଆଉ ବୁଝେଇକି ଟିକେ ଏଇଟା ବୋଲେ ଆଘରେ ଜିନିଷ ଯୋଉ ସତ୍ୟ ବୋଲେ ଈଶ୍ୱର ପାର୍ବତୀ ବୋଲି ଗୋଟେ ଥିଲା ହଁ ସେମାନେ ଏ ଜିନିଷଟା ତଳେ ଥିଲା ମୂଳରେ ଥିଲା ହଁ ମୂଳରେ ଥିଲା ଯେ ସେ ଜିନିଷଟା ଏ ତ ନଙ୍ଗଳ ଏବେ ଲୁହା ନଙ୍ଗଳ କଲେ ଆଘରେ ନଙ୍ଗଳ ସିଏ ଈଶ୍ୱର ଗୁଡ଼ା ହାଣ୍ଡି ଆଣିକି ତଳେ ଥିଲା ତ ଖାଇକିରି ତଳେ ଖାଇକିରି ଗୋଟେ ମୁଣ୍ଡିଆ ପାହାଡ଼ ସବୁ ହାଣି ଦେଇଥିଲା ହଁ ଗୋଟେ ଜାଗାରେ ନଙ୍ଗଳ ଗୋଟେ ଜାଗାରେ ସେ ହିଂସ ତିଆରି ଥିଲା ହଁ ଯେ ସେ ଜିନିଷ ତ ହେଇପାରିଲା ନା ସିଏ ଦେଖିଲା ଦିନେ କ'ଣ କଲା ବୋଲି ପାର୍ବତୀ ସିଏ ଗଲା ହଁ ଯେ ଇଏ ମୁଣ୍ଡିଆ ପାହାଡ଼ଟାକୁ ପୁରା ହାଣି ଦେଇଛି ହଁ ଯେ ଏମିତି ହେଇପାରିବ ନାହିଁ ସେ ଜିନିଷ ସିଏ ଗୋଟେ ପାର୍ବତୀ ଗୋଟେ ବାଘ ଗୋଟେ ପଠାଇଥିଲା ସେଇଠି ହଁ ସେ ଯେତେବେଳେ ଗଲା ଇଏ ଦେଖିଲା ଡରାଇଗଲା ହଁ ତାକୁ ସେ ଈଶ୍ୱର ବୁଢ଼ାକୁ ଈଶ୍ୱରକୁ ଡରାଇଗଲା ଯେତେବେଳେ ଇଏ କ'ଣ କଲା ସେ ଯେଉଁ ନଙ୍ଗଳ ହାଣୁଥିଲା ତାର ତ ରୁମ୍ଫ ବୋଲିବେ ସେଇଟାକୁ ଆଗ ଛାଞ୍ଚି କହୁଥିଲେ ହଁ ସିଏ ମୁଠାଟେ ଧରିକି ଆଚ୍ଛା ମାରିଲା ଯେତେବେଳେ ସିଏ ବାଘକୁ ସେ ବଳିଆ କୁକୁର ହେଇକି ତାକୁ ଟଡି ନେଲେ ସିଧା ଘରକୁ ରୂପ ଯାକ ରୁମ୍ଫ ଯାକ ସେତେବେଳେ ପାର୍ବତୀ ବୁଢ଼ୀ କ'ଣ କରିଥିଲା ସିଏ ରୋଷେଇ ହାଣ୍ଡିଟା ମାଜୁଥିଲା ସାଟାନିକିନା ପାଟିକି ଧରିଲା ହଁ ସେ କୁକୁର ପାଟିକି ସିଏ ରହିଗଲା ପାର୍ବତୀ ପାଖରେ ବାଘ ରହିଲା ପାଖରେ ବଳିଆ କୁକୁର ରହିଗଲା ଆଚ୍ଛା ତେଣୁକରି ବଳିଆ କୁକୁର ବାଘକୁ ବଳିଆ କୁକୁରକୁ ବାଘ ଭୟ ଆଚ୍ଛା ତେଣୁକରି ଯେ ଆଜି ତୁ ତଳେ ରହିବୁନୁ ଉପରେ ଯାଇକି ରହ ବୋଲି ପାର୍ବତୀ ଉପରେ ପଠାଇଥିଲା ଏବେ ଉପରକୁ ଗଲେ ଏକା ଖାଇବ ନହେଲେ ନାହିଁ ମାନେ ଉପରେ ଚଢିଲେ ହିଁ ସେଟା ମିଳିବ ଜିନିଷ ନହେଲେ ତଳେ ନାହିଁ ନହେଲେ ତଳେ ଥିଲା ଜିନିଷଟା ଉପରକୁ ପଠାଇ ଦେଇଛି ପାର୍ବତୀ ଆଉ ଏ ତଳେ କାଟୁଥିଲା ମୂଳରେ ମୂଳରେ ଆଚ୍ଛା ତାହେଲେ ଏମିତି ହେଇଛି ଘଟଣା ତାହେଲେ ଆଉ ଗୋଟେ ସତ୍ୟ ଜିନିଷ ଅଛି କହୁଛନ୍ତି ମାନେ କିଏ ଅଲଗା ଲୋକ ଚଢିଲେ ମରିଯିବ ଶୁଖିଯିବ ଅଟୋମେଟିକ ନାଇଁ ସେଇଟା ଲକ୍ଷଣ ଯାହାର ଅଛି ସେମିତି ହଁ ହଁ ଏମିତି ନାହିଁ ମାନେ ଯାହାର ହେଇପାରିବ ନାହିଁ ସିଏ ନାଇଁ ସଲପ ଗଛ ଆଉ ଖଜୁରୀ ଗଛର ତଫାତ ତୋର ତଫାତ କିଛି ନାହିଁ ଖଜୁରୀର ସିଏ ଅଲଗା ଇଏ ସତ୍ୟ ଗଛ ସିଏ ବିନା ଅସତ୍ୟ ହଁ ହଁ
ଆଚ୍ଛା ସିଏ ମାନେ ଆଇଁଷ ବୋଲେ ମାଛ ନା କଣ କହୁଛନ୍ତି, କଣ ଲଗେଇଲେ ଆସିବ ନାହିଁ ମରିଯାଉଛି ଗଛ ରସ? ଏରା ଚିଙ୍ଗିଡ଼ି ମାଛ, ଚିଙ୍ଗିଡ଼ି ମାଛ, ବିଭିନ୍ନ ମାଛ ଖାଇପାରିବ, ଚିଙ୍ଗିଡ଼ି ମାଛ ନାହିଁ। ଚିଙ୍ଗିଡ଼ି ମାଛ ନାହିଁ, କଙ୍କଡ଼ା ନାହିଁ। କଙ୍କଡ଼ା ଖାଇପାରିବ, କଙ୍କଡ଼ା ଖାଇପାରିବ, ଖାଲି ଚିଙ୍ଗିଡ଼ି ନାହିଁ। କଙ୍କଡ଼ା ଚିଙ୍ଗା ଯାହା ଗଡ଼ିଶ ଏରାକ ଏମିତି ହେଇ ଭାଜିବ, ଲୁଣ ଶୁଖୁଆ ଭାଜିବ ଅଧିକ ହବ। ଅଧିକ ହବ। ତ ଗଛର ସତ୍ୟତା ଏତିକି ଥିଲା, ଆପଣମାନେ ଶୁଣିଲେ। ମାନେ ସବୁ ରସ ଗଛରେ ଅଲଗା ରସ ଗଛ ଦେଖୁଥିବେ, ଯାହା ନେଲେ ବି ଚଳିବ। ଏଇ ଗଛରେ ଯଦି ଚିଙ୍ଗୁଡ଼ି ଶୁଖୁଆ, ଚିଙ୍ଗୁଡ଼ି ହେଲା ଖାଲି ପର୍ସନାଲ ଚିଙ୍ଗୁଡ଼ି ଯଦି ଖାଇବେ ମିଶେଇକି କିମ୍ବା ଗଛକୁ ଟଚ୍ ହବ ବୋଲେ ସେ ଗଛର 2 ରସଟା ଘଣ୍ଟା ଭିତରେ ଶୁଖିଯିବ। ସେ 2 ବନ୍ଦ। ଘଣ୍ଟା ଭିତରେ ସେ ଗଛଟା ପୁରା ମାନେ ଶୁଖିଯିବ, ରସ ଆଉ ଆସିବନି ବନ୍ଦ ଆଉ ଆସିବନି। ହେଲା, ମାନେ କେବେ ବି ଆସିବନି। ହେଲେ ସେଇ ଜିନିଷ ହବ। ତ ଏଇ ଜିନିଷ ସତ୍ୟତା ଅଛି, ଏରା ଅଲଗା ଛାଡ। ଗଛରେ ସତ୍ୟତା ନାହିଁ। ହେଲେ ଏ ଜିନିଷ ଜାଣିବେ, ଏଇଟା ଆଦିବାସୀ ମାନଙ୍କର ଗୋଟେ ଜିନିଷଟା ସତ୍ୟତା। ଏ ଜିନିଷ ବି ମାନନ୍ତୁ ହେଲା। ଫାଇନାଲ ଗାଇସ୍, ଯଦି ଭିଡ଼ିଓଟା ଭଲ ଲାଗିଲା ଲାଇକ୍, ସେୟାର, କମେଣ୍ଟ ଆଣ୍ଡ ସବସ୍କ୍ରାଇବ ନିହାତି ଭାବରେ କରନ୍ତୁ। ତ ଏଇଟା ଆଉ ଗୋଟେ କଥା ଭୁଲିଗଲି, ଯୋଉଟା କେମିକାଲ ଜିନିଷ ବିଅର ଫିଅର ମାରୁଛନ୍ତି ହାଡ଼ ଫାଡ଼, ସେ ଜିନିଷଟାରୁ ଏ ଜିନିଷ ଭଲ। ଯାହା ଦେହକୁ ଯଦି ଧରିଲା ରସଟା ବହୁତ ଭଲ, ସେମାନେ ମୋଟା ହୁଅନ୍ତି। ଆଉ ଦେଶୀ ଭାଷାରେ କହିବା ସମ୍ପି ଯାଆନ୍ତି ହେଲା, ପୁରା ଆଳୁ କନ୍ଦା ଗଣ୍ଡିଆଳୁ ଭଳିଆ। ଯାହାହେଲେ ମୋଟା ହେବେ, ସେମାନଙ୍କର ଦେହ ଧରିବ, କିଛି ଅସୁବିଧା ନାହିଁ। ଆଉ ଯୋଉମାନଙ୍କର ଟିକେ କଫ ଫପ ରହେ, ସେମାନେ ଡେଲି ଡେଲି ମାରିଲେ ଟିକେ ସେଟା ବଢିପାରେ ଆଉ ହେଲା।